ସବୁ ଇଣ୍ଡଷ୍ଟ୍ରି ସିରିଏଲ କୁହନ୍ତୁ ସିନେମା କୁହନ୍ତୁ ଯାତ୍ରା ଇଣ୍ଡଷ୍ଟ୍ରି କୁହନ୍ତୁ ସବୁଠୁ ସେ ଆଜି ଟୁରିଷ୍ଟ ପାର୍ଟି ଟପ୍ରେ ଅଛି। ଗୋଟେ ବଡ଼ ଖୁସିର କଥା, ବହୁତ ଭଲ କଥା ଯେ ଆମ ଇଣ୍ଡଷ୍ଟ୍ରି ବଢୁଛି। ଏଇ ଟୁରିଷ୍ଟ ବୋଲେ ଆଉ 10ଟା ଟୁରିଷ୍ଟ ବାହାରନ୍ତୁ, ଲୋକଙ୍କୁ ଏଣ୍ଟରଟେନ କରନ୍ତୁ। ଆମ ଇଣ୍ଡଷ୍ଟ୍ରି ବଢିଛନ୍ତି, ଲୋକମାନଙ୍କ ଏଣ୍ଟରଟେନମେଣ୍ଟ ହଉ। ଆଉ ଏମାନେ ଯାତ୍ରା ଇଣ୍ଡଷ୍ଟ୍ରି ଏମିତି ବଢିଛନ୍ତି। ମୁଁ ତ ଏଇଆ ଚାହିଁବି ଅପେକ୍ଷାର ଫଳ ସବୁବେଳେ ମିଠା ହେଇଥାଏ। ତାକୁ ଲୋକ ଅପେକ୍ଷା କରିଥିଲେ। ସେ କିଛି ସମୟ ପାଇଁ ସେ ଯୋଉ ଆଇନ ବାହିନୀ ଭିତରେ ଫସି ଯାଇଥିଲା, ଫେରିବାଟା ଗୋଟେ ଭଲ ଫଳ ଦେଲା ବୋଲି ମୁଁ କହିବି। ଗୋଟେ ପିୟୁଷ ଅନ୍ୟପଟେ ଦୈତାରୀ ପଣ୍ଡା ଆଜି କାହା ନାଟକଟା ବେଶୀ ଚମକ? ଦୈତାରୀ ପଣ୍ଡା କହିଲେ ଦୈତାରୀ ନନା ତ ସେ ଯାତ୍ରାର, ମୁଁ କହୁଛି ଯାତ୍ରାର ଭଗବାନ। ଆଗରୁ ତାଙ୍କ ନାଁରେ ଟିକେଟ ବିକ୍ରି ହଉଥିଲା, ଆଜି ପିୟୁଷ ନାଁରେ ଟିକେଟ ବିକ୍ରି ହଉଛି, ପିୟୁଷ ନାଁରେ ବୁକିଂ ହଉଛି, ପିୟୁଷ ଦେଖିବା ପାଇଁ ଲୋକ ଆସୁଛନ୍ତି। ଏ ଯୋଉ ତିଆରି ହେଇଛି, ମୁଁ କହିବି ତା ପଛରେ କୋଉଠି ନା କୋଉଠି ଦୈତାରୀ ନନାଙ୍କର ହାତ ଅଛି। ପିୟୁଷଙ୍କ ସଫଳତା ପଛରେ ଦୈତାରୀଙ୍କର ହାତ ଅଛି ନିହାତି। ଦୈତାରୀ ନନା ତିଆରି କରିଛନ୍ତି, ପିୟୁଷ ମୋର ସାନ ଭାଇ, ମୋ ସହିତ ସିରିଏଲ କରୁଥିଲା। ଆମେ ଗୋଟେ ସିରିଏଲ କାମ କରୁଥିଲୁ, ମୋ ସାନ ଭାଇ ଚରିତ୍ର କରୁଥିଲା, ଅଧାରୁ ଛାଡିକି ଗଲା। ସେପଟୁ ଯାଇଛି ଯାତ୍ରା ଇଣ୍ଡଷ୍ଟ୍ରି ଯାଇଛି। ଅପେକ୍ଷାର ଫଳ ମିଠା ହୁଏ। ଯୋଉ ସଂଘର୍ଷ କଳାକାର ଜୀବନରେ ସବୁବେଳେ ଲାଗି ରହିଛି, ଲାଗି ରହିବ। ସେ ବଜରଙ୍ଗ ସଂଘର୍ଷ କରିଛି, ତା ପୂର୍ବରୁ ସେ ବହୁତ ହିଟ୍ ନାଟକ ଦେଇଛି। ସେଇଟା ଆପଣ କାହିଁ ଭୁଲି ଯାଉଛନ୍ତି? ଖାଲି ବଜରଙ୍ଗ ତା ପାଇଁ ବଡ ନୁହେଁ, ତା ପୂର୍ବରୁ ସେ ହାଇଦର ଦେଇଛି, ତା ପୂର୍ବରୁ ଆଉ କଣ ନାଟକ ଦେଇଛି। ତାର ସବୁ ନାଟକ ହିଟ୍ ହେଇଛି, ସେଇଟା ଓଡ଼ିଶା ଲୋକ ଦେଖିଛନ୍ତି। ସେଇଥିପାଇଁ ଯେ ଲୋକ ଅପେକ୍ଷା କରିଛନ୍ତି ଯେ ପିୟୁଷ ଆଉ ଗୋଟେ ଆସିଲେ ନୂଆ କଣ କରିବେ। ସାଇ ସିଏ ବି ସାନ ଭାଇଟେ, ମୋ ସହିତ ସିରିଏଲ କରୁଥିଲା, ଭଲ ଅଭିନେତା, ଭଲ କରୁଛି। ଆଉ ବହୁତ ଭଲ ଲାଗୁଛି ତା ଅଭିନୟ ବି। କିନ୍ତୁ ଯୋଉ ଗୋଟେ ମୁଁ ମଝିରେ ଦେଖୁଛି ସବୁ ପିୟୁଷ ସାଇ ୟାଙ୍କ ଭିତରେ ଯୋଉ କମ୍ପାରିଜନ ଆସୁଛି, ସେଟା କରିବା କଥା ନୁହେଁ। କାରଣ ତେନ୍ଦୁଲକର, ଗାଭାସ୍କର, ବିରାଟ କୋହଲି, ରୋହିତ ଶର୍ମା ଯେତେ ଛକା ମାରିଲେ ବି ସେ ତେନ୍ଦୁଲକର ହେଇପାରିବନି। ଇଏ ଯୋଉ କଣ ଅଭିଷେକ ଶର୍ମା ମାରୁଛି, ସେ ରୋହିତ ଶର୍ମା ହେଇପାରିବନି। ତେଣୁ ଯିଏ ଯାହା ସମୟରେ ଆସିଲା ସେ ଖେଳିକି ଚାଲିଲା। ବଡ କଥା କଣ କହିଲେ, ଯେ କଳାକାର ମାନେ ଆଜିକାଲି ଭାରି କଷ୍ଟ ପାଉଛନ୍ତି। ଏ କଳାକାର ମାନଙ୍କ କଷ୍ଟ, କଳାକାର ମାନଙ୍କ ଲୁହ ଦେଖି ଆପଣଙ୍କୁ କଣ ଅନୁଭବ ହଉଛି? କଳାକାର ମାନଙ୍କ ସତରେ କଷ୍ଟ ପାଇବାର ଯୋଗ୍ୟ, କଳାକାର ମାନେ ହତାଦାର ହବାର ଯୋଗ୍ୟ? ଅଯୋଗ୍ୟ କଥା କହିବିନି। ଆପଣ ଯଦି ସାମ୍ବାଦିକତାକୁ ପ୍ରଫେସନାଲ ଚୁଜ୍ କରିଛନ୍ତି, ସେଥିରେ ବି ଆପଣ କଷ୍ଟ ପାଉଥିବେ, ଆପଣଙ୍କର ଚଏସ୍। ସେମିତି ଯେ କଳାକାର ହେବାକୁ ଆସିଛି, ସେ କଷ୍ଟ ସହିବ, ଦୁଃଖ ସହିବ, ସଫଳତା ବି ପାଇବ। ତାହେଲେ କଳାକାର କୋଟି ଟଙ୍କା ପାଇବାର ଯୋଗ୍ୟ? ନିହାତି। ଯିଏ ନିଜକୁ ତିଆରି କରିଛି, ସେ ପରିଶ୍ରମ କରିଛି, ସେ କୋଟି ଟଙ୍କା ପାଇବା ପାଇଁ ଯୋଗ୍ୟ। ଆଉ ଗୋଟେ କଥାଟିଏ କଣ୍ଟ୍ରୋଭର୍ସି ହେଇପାରେ, କଥାଟି ଆପଣ କହିଲା ପରେ ଅନେକ ଲୋକ ଚାହାନ୍ତି କଳାକାରକୁ ମଞ୍ଚ ନ ଚଢେଇ ଦେବା ପାଇଁ। ଅନେକ ଲୋକ କୋର୍ଟର ଆଶ୍ରୟ ନିଅନ୍ତି, ଅନେକ ଲୋକ ଆଇନର ଆଶ୍ରୟ ମଧ୍ୟ ନିଅନ୍ତି। କିନ୍ତୁ ପର ମୁହୂର୍ତ୍ତରେ ସେମାନଙ୍କ ଗାଲରେ ଚାପୁଡା ବାଜେ, କୋର୍ଟ ନିର୍ଦ୍ଦୋଷରେ ସେମାନଙ୍କ ଉପରେ ଖଣ୍ଡନ କରନ୍ତି। ତେଣୁ ସେମାନଙ୍କୁ କଣ କହିବାକୁ ଚାହିଁବେ ଆପଣ? ଆକ୍ଚୁଆଲି ସେମିତି କଥା ହବା କଥା ନୁହେଁ। କଳାକାର କେବେ କଣ୍ଟ୍ରୋଭର୍ସି ନଥାନ୍ତି, ତା ଭିତରେ ବହୁତ କଥା ଅଛି, କହିଲେ ତ ବହୁତ କଥା ହବ। କିନ୍ତୁ କଳାକାରଟାକୁ ଗୋଟେ ଘର ଭିତରେ ବାନ୍ଧନି, ତାକୁ ଛାଡି ଦିଅ। ଆପଣ ବରିଷ୍ଠ କଳାକାର ଖୋଲି କହୁନାହାନ୍ତି, ଖୋଲି ଦେଲେ ପରେ ତାକୁ ଛାଡି ଦିଅ। ତା ପାଇଁ ସବୁ ମଞ୍ଚ ଖୋଲା। ତାକୁ କଣ ବାନ୍ଧିକି ରଖିବ? ପିୟୁଷକୁ କଣ ବାନ୍ଧିକି ନା, ରଖି ହବନି। ମୁଁ ସେଥିପାଇଁ କହୁଛି ତା ପାଇଁ ସବୁ ମଞ୍ଚ ଖୋଲା। ସେ ଯୋଉ ମଞ୍ଚ ଯିବ ସେ ମଞ୍ଚରେ ନାଚିବ। ଖାଲି ପିୟୁଷ ନୁହଁ, ସବୁ ଆର୍ଟିଷ୍ଟ, ସବୁ କଳାକାର। ବିବାଦକୁ କଣ ପାଇଁ ଆସନ୍ତି?